ओडिशा छतु उत्पादनकारी महासंघर अध्यक्ष। ସାର୍ କ'ଣ କହିବେ ଆଜି ଆପଣଙ୍କର ଓଡ଼ିଶା ଛତୁ ମହାସଂଘର ବାର୍ଷିକ ଉତ୍ସବ ହେଉଛି କେମିତି ଦେଖୁଛନ୍ତି? ଆଉ ଛତୁ ଗୋଟେ ଲାଭଦାୟକ ଇଏ, କିନ୍ତୁ ଛତୁକୁ ଏପର୍ଯ୍ୟନ୍ତ ସରକାର ମାନ୍ୟତା ଦେଇନାହାନ୍ତି ଯେ କୃଷିର ମାନ୍ୟତା। ଆପଣ ଆମ ଆଜି ଚତୁର୍ଦ୍ଦଶ ଛତୁ ଉତ୍ପାଦନକାରୀ ମହାସଂଘର ଅଧିବେଶନ ବସୁଛି। ଆମର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା ଉଦ୍ଘାଟନ କରିବେ ଏବଂ ଉଦ୍ୟାନ କୃଷିର ନିର୍ଦ୍ଦେଶକ, OUETର ସମ୍ପ୍ରସାରଣ ଡିନ୍, ଏପିକଲ୍ର ମ୍ୟାନେଜିଂ ଡାଇରେକ୍ଟର, ନାବାର୍ଡ଼ର ଜେନେରାଲ ମ୍ୟାନେଜର ଏବଂ ନ୍ୟାସନାଲ୍ ହର୍ଟିକଲଚର ବୋର୍ଡ଼ର ଡେପୁଟି ଡାଇରେକ୍ଟର ତଥା ଅନ୍ୟାନ୍ୟ OUET ଏବଂ ଡିପାର୍ଟମେଣ୍ଟର ବିଶେଷଜ୍ଞମାନେ ରହିବେ ଏବଂ ସାରା ଓଡ଼ିଶାରୁ ପ୍ରାୟ ଆମେ ଆଶା କରୁଛୁ 300 350 ପ୍ରତିନିଧି 25-30ଟା ଜିଲ୍ଲାରୁ ଆସୁଛନ୍ତି, ଆସିଗଲେଣି ବି। ଏଇଠି ଆମର ଏ ଅଧିବେଶନ, ଆମ ଫେଡେରେସନର ଉଦ୍ଦେଶ୍ୟ ହେଉଛି ଚାଷୀମାନଙ୍କୁ ନେଇ ଏହା ଗଠିତ ହୋଇଛି ଏବଂ ଚାଷୀଙ୍କ ଉଦ୍ୟମରେ, ଚାଷୀଙ୍କ ଆର୍ଥିକ ସହାୟତାରେ ଏ କାର୍ଯ୍ୟକ୍ରମ ହେଉଛି। ଆଉ ଦ୍ୱିତୀୟରେ ଏ କାର୍ଯ୍ୟକ୍ରମ ହେବାର ଉଦ୍ଦେଶ୍ୟ ହେଉଛି ଯେ ଚାଷୀ ସଂଗଠିତ ହୋଇକି ତାଙ୍କର ଚାଷର ପ୍ରସାର କରିବେ, ତା ବ୍ୟତୀତ ତାଙ୍କ ଭିତରେ ଥିବା ସମସ୍ୟାକୁ ସମାଧାନ କରିବେ। ତା ବ୍ୟତୀତ ରାଜ୍ୟ ସରକାର କି କେନ୍ଦ୍ର ସରକାର ଯାହା ଆର୍ଥିକ ବା ବିଭିନ୍ନ ସହାୟତା ଦେଉଛନ୍ତି, ସେ ସହାୟତାଟା ଠିକ୍ ଚାଷୀମାନଙ୍କୁ କିପରି ମିଳିବ ସେ ଦିଗରେ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ, ଉଦ୍ୟାନ କୃଷି, ନାବାର୍ଡ଼, ଏପିକଲ୍, DIC ଜେନେରାଲ ମ୍ୟାନେଜର ମାନେ ଇଣ୍ଡଷ୍ଟ୍ରି ଡିପାର୍ଟମେଣ୍ଟର ଏବଂ DRDA PD ପଞ୍ଚାୟତ ଡିପାର୍ଟମେଣ୍ଟର ଏହି ବିଭାଗର ଅଫିସରମାନଙ୍କୁ ସହଯୋଗ କରିକି କେମିତି ଚାଷୀମାନେ ବିଭିନ୍ନ ପ୍ରକାର ପାଇବେ। ଚାଷୀର ବହୁତ ସମସ୍ୟା ଅଛି। ପ୍ରଥମ ସମସ୍ୟା ହେଉଛି ଆମେ ଚାହୁଁଛୁ ସେମି କମ୍ପୋଷ୍ଟ ମେଥଡ଼ରେ ଚାଷୀ ପ୍ରଶିକ୍ଷିତ ହୁଅନ୍ତୁ, ଯାହାଦ୍ୱାରା କି କିଲେ ନଡ଼ାରୁ 100 ଗ୍ରାମ ମିଳୁଥିଲା ବେଳେ ସେଥିରେ କିଲେ ନଡ଼ାରୁ 200ରୁ 300 ଗ୍ରାମ ଛତୁ ମିଳିବ। ଉତ୍ପାଦିକା ବଢ଼ିବ, ଫଳରେ ଚାଷୀ ବେଶୀ ଲାଭବାନ ହେବେ। ଦ୍ୱିତୀୟ କଥା ହେଉଛି ବର୍ତ୍ତମାନ ଯାନ୍ତ୍ରିକ ଉପାୟରେ ଅମଳ ହେଉଥିବା ଯୋଗୁଁ ନଡ଼ା ଗୁଡ଼ିକ ଗୁଣ୍ଡ ହେଇଯାଉଛି, ଫଳରେ ଇଏ ଟ୍ରାଡ଼ିସନାଲ୍ ମେଥଡ଼ରେ ଯେଉଁ କରୁଛନ୍ତି ଏବେ ଆଉ କରିପାରିବେନି, ଫଳରେ ନଡ଼ା ଗୋଟିଏ ସମସ୍ୟା ହେବ, ମିଳିବ ନାହିଁ। ତେଣୁ ସେମି କମ୍ପୋଷ୍ଟ ମେଥଡ଼ରେ ଶିଖିଲେ ବା ପ୍ରଣାଳୀରେ କଲେ ଗୁଣ୍ଡ ନଡ଼ାକୁ ବ୍ୟବହାର କରାଯାଇପାରିବ। ଦ୍ୱିତୀୟ କଥା ହେଉଛି ଦୀର୍ଘ 1986 ମସିହାରୁ ଏ କାର୍ଯ୍ୟକ୍ରମରେ ପ୍ରାୟ ଅନ୍ତତଃ ଲକ୍ଷାଧିକ ଚାଷୀ ଏଥିରେ ସାମିଲ ହୋଇଛନ୍ତି। ଛତୁ ଉତ୍ପାଦନ ଏଭଳି ହେଉଛି ଯେ ସାରା ରାଜ୍ୟରେ 30ଟା ବ୍ଲକର ବିଭିନ୍ନ ଜାଗାରେ ଉତ୍ପାଦନ ହେଉଛି ଏବଂ ବିକ୍ରୟ ହେଉଛି। ତା ବ୍ୟତୀତ ବର୍ତ୍ତମାନ ରାଜ୍ୟ ସୀମା ଡେଇଁକି ପଡ଼ୋଶୀ ରାଜ୍ୟ ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଅଞ୍ଚଳରେ ମଧ୍ୟ ଆମର ଚାଷୀ ଯାଇ ସେଠି ପାଳ ଛତୁ ବା ଢେଙ୍ଗି ଛତୁ ଚାଷ ଶିଖଉଛନ୍ତି। ଏଇଠାରୁ ମଞ୍ଜି ଯାଉଛି ଏବଂ ଏଠାରୁ ମଧ୍ୟ ଛତୁ ଯାଇକି ରାୟପୁର, ରାୟଗଡ଼, କଲିକତା, ଖଡ଼ଗପୁର ଏବଂ ରାଞ୍ଚି ଇତ୍ୟାଦିରେ ବିକ୍ରି ହେଉଛି, ଭାଇଜାଗ, ବିଜୱାଡ଼ା ଇତ୍ୟାଦିରେ ବିକ୍ରି ହେଉଛି। ତେଣୁ ଆମକୁ ବର୍ତ୍ତମାନ ଆବଶ୍ୟକ ହେଉଛି ସରକାର ଆମକୁ ଓମ୍ଫେଡ୍, ଏପୋଲୋଫେଡ୍ ବା ମାର୍କଫେଡ୍ ଭଳିଆ ବା ଫିସ୍ଫେଡ୍ ଭଳିଆ ବିଭିନ୍ନ ସହରରେ ଗୁମ୍ଟି ବା ପେରଲର୍ ଦିଅନ୍ତୁ। ପେରଲର୍ରେ ଛତୁ ବିକିବା ଦ୍ୱାରା ଲାଭ କ'ଣ ହେବ? ସେମାନେ ଶୀତତାପ କୋଠି ରଖିପାରିବେ, ସେଥିରେ ତାଜା ଛତୁ 3 ଦିନ ରହିବ, ଫଳରେ ବର୍ତ୍ତମାନ ଗୋଟେ ଦିନ ପରେ ଯେଉଁ 50ଟା ଛତୁ ଲୋକ ଖାଉଛନ୍ତି ସେଥିରୁ ବଞ୍ଚିତ ହେବେ। ଦ୍ୱିତୀୟରେ ଇଏ 6 ଘଣ୍ଟା 8 ଘଣ୍ଟା ବସି ବିକୁଛନ୍ତି, ସେଥିରେ 15-16 ଘଣ୍ଟା ବସି ବିକିବେ, ସମୟ ଅବଧି ବଢ଼ିବ, ଫଳରେ ତା ବେଶୀ ବିକ୍ରି ହୋଇପାରିବ ଏବଂ ଖାଉଟି ବି ବିଭିନ୍ନ ସମୟରେ ଆସି ଛତୁ ନେଇପାରିବେ। ତା ବ୍ୟତୀତ ବିଭିନ୍ନ ପ୍ରକାରର ବାଇ ପ୍ରଡ଼କ୍ଟ ମଧ୍ୟ ବିକ୍ରୟ କରାଯାଇପାରିବ। ଛତୁ ମଞ୍ଜି, ଛତୁର ଆଚାର, ଛତୁର ବିଭିନ୍ନ ଜଳଖିଆ, ପିଜା ବା ସୁପ୍ ଇତ୍ୟାଦି ମଧ୍ୟ ବିକ୍ରୟ ହୋଇପାରିବ। ତାଦ୍ୱାରା ଛତୁ ଖାଦ୍ୟର ଅନ୍ୟ ଏକ ବିକଳ୍ପ ଖାଦ୍ୟ ବି ଲୋକ ପାଇବେ ଏବଂ ଯିଏ ବିକ୍ରେତା ବିକ୍ରୟ କରିବା ଫଳରେ ଛତୁଟା ଆହୁରି ଅଧିକ ବିକ୍ରୟ ହେବ। ଏ ଦୁଇଟା କଥା। ତୃତୀୟ କଥା ହେଉଛି ଯେଉଁଟା ଆପଣମାନେ ସୂଚନା ଦେଉଥିଲେ, ଛତୁକୁ ସାରା ପୃଥିବୀରେ ଶିଳ୍ପ ବୋଲି ବୁଝନ୍ତି। ତା କାରଣ ବଟନ୍ ମସରୁମ୍ଟା ଶୀତତାପ ନିୟନ୍ତ୍ରଣ କୋଠିରେ ହୁଏ, ତା ପାଇଁ ଷ୍ଟେରିଲାଇଜ୍ କରିବା ପାଇଁ ବାଲ୍ବ ଚେମ୍ବର ଥାଏ, ଛତୁ କମ୍ପୋଷ୍ଟ ତିଆରି କରିବା ପାଇଁ ଘର ଅଛି, ଏଇଭଳି ସେଇଟା ଗୋଟେ ଇଣ୍ଡଷ୍ଟ୍ରି ଭଳିଆ।
ତେଣୁ ସାରା ପୃଥିବୀରେ ଭାରତବର୍ଷରେ ବି ବଟନ୍ ମସରୁମ୍କୁ ବୋଇଲେ ମସରୁମ୍ ବୋଲି ବୁଝନ୍ତି ଏବଂ ତାକୁ ଶିଳ୍ପ ବୋଲି ମାନେ ଜ୍ଞାନ କରିଛନ୍ତି ବା ଧାରଣା ମାନେ ନିୟମ କରିଛନ୍ତି। କିନ୍ତୁ ପାଳ ଛତୁ, ଝିଙ୍ଗିରି ଛତୁ, ଦୁଧ ଛତୁ ଇତ୍ୟାଦି ଯେଉଁ ଛତୁ ଆମେ ଓଡ଼ିଶାରେ ବେଶୀ କରୁଛୁ, ସେ ଛତୁ ବିଶେଷ ଭାବରେ ଶିଳ୍ପ ନୁହେଁ। ଏଇଟା ଗଛ ମୂଳରେ ଝାଟିମାଟି ଘରେ, ଝୁପୁଡ଼ି ଘରେ ଇତ୍ୟାଦି ଆମେ କରୁଛୁ। ତେଣୁ ଇଏ ଗୋଟିଏ କୃଷିର ମାନ୍ୟତା ଦେବା ପାଇଁ ଆମେ ଦୀର୍ଘ 10 ବର୍ଷ ହେଲା କହି ଆସୁଛୁ। ଏବେ କେନ୍ଦ୍ରରେ ଦାବି କରୁଛନ୍ତି ଭାରତବର୍ଷର କେତେକ ଶିଳ୍ପପତି, ଛତୁ ଉଦ୍ୟୋଗୀ ମୋ ପାଖକୁ ଗୋଟେ ଚିଠି ପଠାଇଥିଲେ। ମୁଁ ତାକୁ ଦସ୍ତଖତ କରି ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ପଠାଇଛି। ଆଉ ସେ ବି ଦାବି କରୁଛନ୍ତି, କାହିଁକିନା ତାଦ୍ୱାରା କ'ଣ ହେଉଛି, କୃଷି ମାନ୍ୟତା ଦେଲେ ଆମର ସୁଧର ହାର 12-13% ଖସିକି 2-3% ବା କେତେକ ସମୟରେ ବି ବିନା ସୁଧରେ ବି ଋଣ ଦିଆହେଉଛି ଚାଷୀ ପାଇପାରିବେ। ଦ୍ୱିତୀୟରେ ଇଲେକ୍ଟ୍ରିକ୍ ତାରିଫ ବହୁତ ଇଣ୍ଡଷ୍ଟ୍ରି ହିସାବରେ ତା'ର ତାରିଫଟା ବେଶୀ, କୃଷି ମାନ୍ୟତା ହେଲେ ଇଣ୍ଡଷ୍ଟ୍ରି ତାରିଫ କମିବ। ଏଇଭଳି ନାନା ପ୍ରକାର ସୁବିଧା ହେବ କୃଷି ମାନ୍ୟତା ଦେଲେ, ତାଦ୍ୱାରା ଚାଷୀ ଲାଭବାନ ହେବ। ଆମେ ଯେତେବେଳେ ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଇଲେକ୍ଟ୍ରିକ୍ ତାରିଫ କୋଟି କୋଟି ଟଙ୍କା ଛାଡ଼ି ଦେଉଛୁ, ଆଉ ଇଏ ଗରିବ ଚାଷୀ ଯେଉଁମାନେ ନିଜକୁ ଗୋଟେ ଧନ୍ଦା ପାଇକି ନିଜ ଆତ୍ମନିଯୁକ୍ତି ପାଇଛନ୍ତି ଏବଂ ଦାଦନ ଶ୍ରମିକ ନ ଯାଇକି କାମ କରୁଛନ୍ତି, ତାକୁ କାହିଁ ଦୟା ନ ଦେଖେଇବ ରାଜ୍ୟ ସରକାର? ସେଇଟା ହେଉଛି ଗୋଟେ ଆମର ଦାବି ମାନ୍ୟତା। ତାପରେ ବି ଆମର ମେନ୍ କମ୍ପୋନେଣ୍ଟ ବା ମୁଖ୍ୟ ଦାମ ଆମେ ସରକାରୀ ମାନେ ଅଧିକ ଦାମରେ କିଣାଯାଉଛି, ତାକୁ ଯଦି କଣ୍ଟ୍ରୋଲ ରେଟ୍ରେ ଦିଆଯାଆନ୍ତା ତାହେଲେ ଚାଷୀର ମାନେ ଉପକୃତ ହୁଅନ୍ତା। ମଞ୍ଜିଟା ଦାମ ଆହୁରି କମିଯାଆନ୍ତା ଏବଂ ମଞ୍ଜି କରୁଥିବା ଲୋକମାନେ ଟିକେ ଲାଭବାନ ହୁଅନ୍ତେ, କାହିଁକିନା ସେମାନଙ୍କ ଖର୍ଚ୍ଚ ମଧ୍ୟ କମନ୍ତା। ଏବଂ ଋଣ ଦେବା, ଋଣ ଦିଆଯାଉଛି କିନ୍ତୁ ଋଣ ଦେବାରେ ଟିକେ କୋହଳ ଦରକାର। ତାପରେ ଅନ୍ୟାନ୍ୟ ଅସୁବିଧା ହେଉଛି କ'ଣ ନା, ବହୁତ ସମୟରେ ଏଇ ଯେଉଁ ଲାଇନ୍ ଡିପାର୍ଟମେଣ୍ଟ ମାନେ ଉଦ୍ୟାନ କୃଷି ବା ଅନ୍ୟାନ୍ୟ ଶିଳ୍ପ ବା ପଞ୍ଚାୟତରାଜ ବା ଏପିକଲ ଇତ୍ୟାଦି, ଏମାନେ ଅଣ ଛତୁ ଚାଷୀଙ୍କୁ ସାହାଯ୍ୟଟା ପହଞ୍ଚାଉଛନ୍ତି। ସେଇଟା ଟିକେ ବ୍ୟଥା ଆମ ମନ ଭିତରେ, ଯେ ଆମର ଚାଷୀମାନେ 15-20-30 ବର୍ଷ ହେଲା କାମ କରୁଛନ୍ତି, ସିଏ ଯଦି କିଛିଟା ରିହାତି ପାଆନ୍ତେ, ସାହାଯ୍ୟ ପାଆନ୍ତେ, ତାହେଲେ ସିଏ 100 କେଜି କରୁଛନ୍ତି 500 କେଜି କରନ୍ତେ, କି 1000 ବୋତଲ କରୁଛନ୍ତି 5000 ବୋତଲ କରନ୍ତେ, ତାହେଲେ ଚାଷର ପ୍ରସାର ହୁଅନ୍ତା। ତେଣୁ ସେଇଟା ଭୁଲ ହେଉଛି। କାହିଁକି ନା, ବହୁତ ସମୟରେ ଅଧିକାରୀମାନେ ଜାଣିପାରୁନାହାନ୍ତି କିଏ ଚାଷୀ। ସେଇଥିପାଇଁ ଆମେ ଗୋଟେ ଏବେ ଉଦ୍ୟମ କରିଛୁ। ଆମେ 5-6 ବର୍ଷ ତଳେ ପୁରୀ ଜିଲ୍ଲାରେ ସେ ଉଦ୍ୟମ କରି ସଫଳ ହେଇଥିଲୁ। ଆମେ ଚାଷୀଙ୍କର ପଞ୍ଜିକା ତିଆରି କରୁଛୁ। ପ୍ରତ୍ୟେକ ଗାଁରେ, ପଞ୍ଚାୟତରେ ଚାଷୀର ନାଁ, ସେ କେବେ ଚାଷ ଆରମ୍ଭ କରିଥିଲା, କେତେ ଉତ୍ପାଦନ କରୁଛି, ତା'ର ଠିକଣା ସହ ଗୋଟେ ଡାଇରେକ୍ଟରୀ କରୁଛୁ। ସବୁ ଜିଲ୍ଲା ପାଇଁ, ସବୁ ଜିଲ୍ଲାରେ କରୁଛୁ। ସେଇଟା ଆମେ ବିଭାଗୀୟ ନିର୍ଦ୍ଦେଶକମାନଙ୍କୁ ବା ସେକ୍ରେଟାରୀମାନଙ୍କୁ ଏବଂ ତଳେ ଜିଲ୍ଲାସ୍ତରୀୟ ବ୍ଲକ ଅଧିକାରୀମାନଙ୍କୁ ଦେବୁ। ଆମେ କହିବୁ, ଆଜ୍ଞା ଏ ଯେଉଁ ତାଲିକା ଭିତରେ ଯେଉଁମାନେ ଚାଷୀ ଅଛନ୍ତି, ଆପଣ ସେଇମାନଙ୍କ ଭିତରୁ ଦିଅନ୍ତୁ। ଆପଣଙ୍କୁ ସେଥିପାଇଁ ଧରିବାକୁ ହେବନି। ଯଦି ଆପଣ ଆଉ କେଉଁ ଚାଷୀ ପାଇଛନ୍ତି ୟା ଭିତରେ ନାହିଁ, ତାହେଲେ ବି ଆମେ ଦେଖିବା। ଯଦି ସେ ଆମେ ଭୁଲରେ ଛାଡ଼ି ଯାଇଛୁ, ସେ ଭରା ହେବ। ଯଦି ସେ ଏହା ଭିତରେ ନାହିଁ କି କରୁନାହିଁ, ତାହେଲେ ସେଟାକୁ ଆମେ କରିବା ପାଇଁ ମନା କରିବୁ ବା ବିରୋଧ କରିବୁ। ଏଇଭଳି ଭାବରେ ବିଭିନ୍ନ ପ୍ରକାର, ଆପଣମାନେ ଜାଣି ଖୁସି ହେବେ, ସମସ୍ତଙ୍କର ସଂଗଠନ ଅଛି କିନ୍ତୁ ଚାଷୀଙ୍କର ସଂଗଠନ ନାହିଁ। ଚାଷୀ ଏକ ହେଉଛି ଜ୍ଞାନରେ ଅଭାବ ହେଉଛି ବା ବହୁତ ସଂଖ୍ୟାରେ ଅଛନ୍ତି ଭାରତବର୍ଷରେ ବା ଦେଶରେ, ରାଜ୍ୟରେ। ତେଣୁ ସେମାନେ ନିଜକୁ ସଂଗଠିତ କରିପାରୁନାହାନ୍ତି। କିନ୍ତୁ ଆମେ ଏଇ କାର୍ଯ୍ୟକ୍ରମଟା 2000 ମସିହାରୁ ଛତୁ ଚାଷୀମାନଙ୍କର ଗୋଟେ ଆମେ ସଂଘ ଆରମ୍ଭ କରୁ ଏବଂ ଏଇ ସଂଘଟା ଚାଲିଛି ଏବଂ ବିଭିନ୍ନ ସମୟରେ ଆମେ ଏ ବର୍ଷ ବିଭିନ୍ନ ଜିଲ୍ଲାକୁ ଯାଇ ପୁନର୍ଗଠନ କଲୁ। ଆମର ଜିଲ୍ଲା ଶାଖାମାନେ, ଆମର ଶାଖା ପଞ୍ଜୀକୃତ ହେଇଛି ଏବଂ ଜିଲ୍ଲା ଶାଖା ବି ମଧ୍ୟ କେତେ ପଞ୍ଜୀକୃତ ବି ହେଇଛି। କୋଲ୍ହଣା ଗ୍ରାମରେ ମୋର ଆଜି ଯେଉଁ ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘର ଯେଉଁ କାର୍ଯ୍ୟକ୍ରମ ହେଉଛି ବା ବାର୍ଷିକ ଉତ୍ସବ ହେଉଛି, ଏଥିରେ ଆପଣ ଯୋଗ ଦେଇଛନ୍ତି। ଯେ ଆପଣ ଚାଷୀ ହିସାବରେ କ'ଣ ଛତୁର ଲାଭ ଅଛି ନା ନାହିଁ? ନା, ଛତୁର ତ ଲାଭ ନିଶ୍ଚିନ୍ତ ଅଛି, କିନ୍ତୁ ମୁଁ ଗୋଟେ ବଡ଼ ଚାଷୀ ଆଗରୁ ଥିଲି। ଫନି ବାତ୍ୟାରେ ମୋର ସମସ୍ତ 5 ଲକ୍ଷ ଟଙ୍କା ଯାଇଛି। ସରକାରଙ୍କ ସହାୟତା ମୋର କିଛି ମିଳିନି, ଯାହାଫଳରେ ତାପରେ ମୁଁ ନିଜସ୍ୱ ଏବେ ଚାଷ କରିବାକୁ ଚେଷ୍ଟା କରୁଛି। ଯଦି ସରକାରଙ୍କ ତରଫରୁ ମୋତେ ଟଙ୍କା 5 ଲକ୍ଷ ଦିଆଯାଆନ୍ତା, ତାହେଲେ ମୁଁ ଉପକୃତ ହୁଅନ୍ତି ଏବଂ ଚାଷକୁ ଆଗେଇ ନିଅନ୍ତି।
ଯେ ମୋ କହିଲା ଆପଣ କହିଲେ ଯେ ଛତୁ ହେଉଛି ଲାଭଦାୟକ ଆପଣ କହିଲେ ଯେ ବାତ୍ୟାରେ ଆପଣଙ୍କର ବହୁତ ମାତ୍ରାରେ କ୍ଷତି ହେଇଛି ଯେ ମୋ କହିବା କଥା ହେଲା ଯେ ବାତ୍ୟାକୁ ନେଇକି ବହୁତ ବର୍ଷ ହେଲା ପରେ ଆପଣ କ'ଣ ସରକାରକୁ ଅବଗତ କରେଇନା ଜଣେ ଆପଣଙ୍କ କୃଷି ବା ଚାଷୀ ହିସାବରେ ନିହାତି ଭାବରେ ସରକାର ସରକାରଙ୍କୁ ଅବଗତ କରେଇଥିଲି ଯେହେତୁ ଆମେ ଗୋଟେ ଦଳର ଥିଲୁ ବିଜେପିକୁ ସମର୍ଥନ କରୁଥିଲୁ ତେଣୁ ଆମକୁ ବିଜେଡ଼ି ସରକାରର ଯେଉଁମାନେ ଥିଲେ ଦାୟିତ୍ୱରେ ସେମାନେ ଆମକୁ 40,000 ଯେଉଁ ଆସିଥିଲା ତାକୁ ଆମକୁ ଦେଇନାହାନ୍ତି ଆମେ ସେଥିରୁ ବଞ୍ଚିତ ଅଛୁ। ଆଉ ଆପଣ ସରପଞ୍ଚ ଦେଇନାହାନ୍ତି ନା ବିଜେପି ସରକାର? ନାଇଁ ନାଇଁ ଆମର ଯେଉଁ ଛତୁର ଯେଉଁ ସଭାପତି ଥିଲେ ସେଇମାନେ ଛତୁର ଆମର ଯେଉଁ ଥିଲେ କିଛି ଆର୍ଥିକ ସହାୟତା ଯଦି ସରକାରଙ୍କ ପାଖକୁ ମିଳେ ତାହେଲେ ଛତୁ ଚାଷଟି ପୁଣି ପୁନରୁଦ୍ଧାର ଯେମିତି ଥିଲା ସେମିତି କରିବେ। ନିଶ୍ଚିନ୍ତ। ଆଉ କ'ଣ ଲକ୍ଷ୍ୟ ରହିବ ମୁଖ୍ୟମନ୍ତ୍ରୀ ଆସୁଛନ୍ତି କ'ଣ ଆପଣଙ୍କ ଅଭିଯୋଗ ରହିବ ତାଙ୍କ ପାଖରେ? ନିଶ୍ଚିନ୍ତ ଛତୁ ଚାଷକୁ ଆମକୁ ଯଦି ମୋତେ ଯଦି କିଛି ସାହାଯ୍ୟ ମିଳେ ତାହେଲେ ନିଶ୍ଚିନ୍ତ ମୁଁ ଆଗେଇ ଛତୁ ଚାଷ ଏହା ହିଁ ମୋର ଆଉ ମୋ ଘର କୋରାପୁଟ ବରିଗୁମା ଆଉ ମୁଁ ଗୋଟେ ଛତୁ ଚାଷୀ ଆଉ ଛତୁ ବିହନ ବି ଉତ୍ପାଦନ କରେ। କ'ଣ କହିବେ ଆପଣ ଯେହେତୁ କମ୍ ଏଜ୍ର ଚାକିରି ପଛରେ ନ ଯାଇକି ନିଜେ ସ୍ୱାବଲମ୍ବୀ ହେବା ପାଇଁ ଚେଷ୍ଟା କଲେ କ'ଣ ଛତୁରେ କେମିତି ଲାଭ? ଦେଖନ୍ତୁ ଚାକିରି ପଛରେ ନ ଯାଇକି ଛତୁ ଚାଷ କଲେ ବହୁତ ଇନକମ୍ କରିହେବ ଆଉ ଭଲ ପଇସା ବି ମିଳୁଛି। ଆଉ ଯେ ମୋ କହିବା ହେଲା ଯେ କେତେ ବର୍ଷ ହେଲାଣି ଆପଣ ଏଇ କଲେଣି? ମୁଁ 2021ରୁ ଛତୁ ଚାଷ କରୁଛି ଆଉ ବର୍ଷେ ହେଲା ମୋର ବିହନ ୟୁନିଟ୍ ଚଲେଇଛି। କେମିତି କ'ଣ ମାନେ ଲାଭ ଆପଣ କେତେ ଟଙ୍କା ଇନଭେଷ୍ଟମେଣ୍ଟ କରିଥିଲେ? ଆଜ୍ଞା ଗୋଟେ ବେଡ଼୍କୁ ତ 40ରୁ 45 ଟଙ୍କା ଖର୍ଚ୍ଚ ହେଉଛି ଡିଙ୍ଗିରି ଛତୁରେ ଆଉ ପ୍ରଡ଼କ୍ସନ୍ ତ 2 କିଲୋ ପର୍ଯ୍ୟନ୍ତ ଆସୁଛି ଆଉ ଜାଗା ଦେଖିକି ରେଟ୍ ଆମେ କେଉଁ ଛତୁଟା ଭଲ ଡିମାଣ୍ଡ ଅଛି? ଆଜ୍ଞା ପାଳ ଛତୁ ସବୁଠୁ ଭଲ ପାଳ ଡିମାଣ୍ଡ ଛତୁ। ଅଛି। ତାହେଲେ ଆପଣଙ୍କ ପରିକି ଅନ୍ୟମାନେ ଯେଉଁମାନେ ଅଛନ୍ତି ଚାକିରି ପଛରେ ଗୋଡ଼ଉଛନ୍ତି ତାଙ୍କୁ କ'ଣ କହିବେ? ତାଙ୍କେ ଚାକିରି ପଛରେ ନ ଦୌଡ଼ିକି ନିଜେ ଗୋଟେ ଏଣ୍ଟରପ୍ରେନର ଉଦ୍ୟୋଗୀ ହୁଅନ୍ତୁ ଆଉ ପଇସା କିଛି ଇନକମ୍ କରନ୍ତୁ।